ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟକୁ। ଆପଣଙ୍କୁ ଯେମିତି ଜଣାଅଛି ପ୍ରତି ରାତି 9ଟା ପରେ ଓଏସ୍ଏସସି, ଓପିଏସସି, OSSC ଏବଂ ଏସ୍ଏସ୍ବି ତରଫରୁ ଯାହା ବି ଅପଡେଟ୍ ଥାଏ ସବୁ ଅପଡେଟ୍କୁ କମ୍ବାଇନ୍ କରିକି ମୁଁ ଗୋଟେ ଭିଡ଼ିଓ ଦ୍ୱାରା ଆପଣଙ୍କୁ ପ୍ରୋଭାଇଡ଼ କରିଦେଇଥାଏ। ତେଣୁ ଚାଲନ୍ତୁ ଆଜି ସେ ସମୟ ହେଇଯାଇଛି ସେସବୁ ଅପଡେଟ୍କୁ ଜାଣିବା ପାଇଁ। ପ୍ରଥମ ଅପଡେଟ୍ ଓଏସ୍ଏସସି ତରଫରୁ ଯିବା ଏବଂ ଓଏସ୍ଏସସି ତରଫରୁ ଆପଣମାନେ ଦେଖିବେ 28 ଜଣ ଆପଣଙ୍କର ପ୍ରୋଭିଜନାଲ୍ ସର୍ଟଲିଷ୍ଟେଡ୍ ହେଇଛନ୍ତି ସାର୍ଟିଫିକେଟ୍ ଭେରିଫିକେସନ୍ ସଂସ୍କୃତ ଟିଚର୍ର। ତ ଚାଲନ୍ତୁ ତାର ପିଡିଏଫ୍କୁ ଡାଉନଲୋଡ଼ କରିବା ଡିଟେଲ୍ସରେ ଚେକ୍ କରିଦେବା। ଦେଖିପାରିବେ 28 ଜଣ ଯେଉଁ ସର୍ଟଲିଷ୍ଟ ହେଇଛନ୍ତି ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ ସେମାନଙ୍କର ରୋଲ୍ ନମ୍ବର ଏବଂ କ୍ୟାଟେଗୋରୀ ୱାଇଜ୍ ଆପଣଙ୍କର ପବ୍ଲିଶ ହେଇଯାଇଛି ଦେଖିଦେଇପାରିବେ। ସମସ୍ତଙ୍କୁ କଂଗ୍ରାଚୁଲେସନ୍। ନେକ୍ସଟ ଅପଡେଟ୍ରେ ଦେଖିବେ ରିଭାଇଜ୍ଡ ଫାଇନାଲ୍ ଆନ୍ସର୍ କି ମେନ୍ ରିଟନ୍ ଏକ୍ଜାମିନେସନ୍ ସଂସ୍କୃତ ଟିଚର୍ ପାଇଁ ପଳେଇ ଆସିଛି। ତ ତାକୁ ବି ଆପଣମାନେ ଦେଖିପାରିବେ ଏବଂ କେତେ ଦିନ ପର୍ଯ୍ୟନ୍ତ ରହୁଛି ତାକୁ ବି ଟିକେ ଆମମାନେ ଚେକ୍ କରିନେବା। ଠିକ୍ ଅଛି, ରହୁଛି 23/12/2025 ଭିତରେ ଆପଣମାନେ ଚେକ୍ କରିପାରିବେ। ତାପରେ ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ ଅପଡେଟ୍ରେ ଆପଣମାନେ ଦେଖିବେ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଉପରେ ସିଜିଲାରୀ ସ୍ପେଶାଲିଷ୍ଟ 2024 ଯେଉଁ ଥିଲା ଦୀର୍ଘ ଦିନ ପରେ ଗୋଟେ ନୋଟିଫିକେସନ୍ ଦେଖିବାକୁ ମିଳିଛି ଯେଉଁଥିରେ ମେନସନ୍ କରାଯାଇଛି ଯେଉଁ ପୋଷ୍ଟ ଥିଲା ଆପଣଙ୍କ 173ଟା ଯାହା ଭିତରୁ ଓମେନ୍ 57ଟା ଥିଲା ତା ବର୍ତ୍ତମାନ 172ଟା ଓମେନ୍ 57ଟା ହେଇଯାଇଛି। ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ ଓପିଏସ୍ ତରଫରୁ ଦେଖିବେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ଆପଣଙ୍କର ଡାଉନଲୋଡ଼ ସାର୍ଟିଫିକେଟ୍ ଆଡ଼ମିସନ୍ ସାର୍ଟିଫିକେଟ୍ ଆପଣ ଡାଉନଲୋଡ଼ କରିବେ ପରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଏବଂ ଡକୁମେଣ୍ଟ ଭେରିଫିକେସନ୍ ପାଇଁ କ୍ଲିକ୍ ହେୟାର ଯେଉଁ ଡାଉନଲୋଡ଼ ଲେଖାଯାଇଛି ଆଡ଼ମିସନ୍ ସାର୍ଟିଫିକେଟ୍ ସେଠି କ୍ଲିକ୍ କରିକି ଆପଣ ଡାଉନଲୋଡ଼ କରିଦେଇପାରିବେ। ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ OSSC ତରଫରୁ ଯିବା। OSSC ରିଭିଜନ୍ ଅଫ୍ ଦି ଆନ୍ସର୍ କି କ୍ୱେଶ୍ଚନ୍ ମେନ୍ ରିଟନ୍ ଏକ୍ସଚର TGT ସାଇନ୍ସ ରିଭିଜନ୍ ପାଇଁ ଥରେ ଆସିଛି ଏବଂ ନୋଟିଫିକେସନ୍ ଆପଣ ଦେଖିବେ ଆଉ ଗୋଟେ ଦେଖିବେ କ'ଣ ରିଭାଇଜ୍ ଆନ୍ସର୍ କି ଫ୍ରମ୍ ଦି କ୍ୱେଶ୍ଚନ୍ ମେନ୍ ରିଟନ୍ ଏକ୍ସଚର ପୋଷ୍ଟ ସେବକ ସେବିକା ଟ୍ରାଇବାଲ୍ ଲାଙ୍ଗୁଏଜ୍ ଟିଚର୍ ପାଇଁ ବି ଆସିଛି। ତ ଆପଣ ଚେକ୍ କରିବେ। ନେକ୍ସଟ ଅପଡେଟ୍ ଯିବା। ତବେ ନେକ୍ସଟ ଯଦି ଆମେ ଯିବା ଏସ୍ଏସ୍ପି ତରଫରୁ କୌଣସି ଅପଡେଟ୍ ଦେଖିବାକୁ ପାଇବେ। ତେଣୁ ଆଜି ପାଇଁ ଏତିକି ଅପଡେଟ୍ ରହିବ। ଚ୍ୟାନେଲ୍ ପ୍ରଥମ ଥର ଭିଜିଟ୍ କରିତେ ଚ୍ୟାନେଲ୍ ଯୋଡ଼ି ହେଇଯିବେ। ଆପଣ ମତାମତ ରଖିପାରିବେ। ପ୍ରିପାରେସନ୍ ଆପଣମାନେ OSSCର ସିଜିଏଲ୍ ପାଇଁ ଷ୍ଟଡି ଷ୍ଟାର୍ଟ କରିପାରିବେ। ଧନ୍ୟବାଦ।